ବିଲ ବଣ ନଦୀ ପାହାଡ଼କୁ ପଛରେ ପକାଇ ଆଗେଇ ଚାଲିଥାନ୍ତି ସେ। ଅତିକ୍ରମ କରିସାରିଥାନ୍ତି କେତେ ଯେ ମସୃଣ ବନ୍ଧୁର ପଥ। ବାଟରେ କେବେ କଣ୍ଟାର ଆଘାତରେ ତ କେତେବେଳେ ଗୋଡ଼ି ପଥର ଆଘାତରେ ରକ୍ତାକ୍ତ ହୋଇ ପଡ଼ିଛି ପାଦ। ଯନ୍ତ୍ରଣାରେ ଚିତ୍କାର କରି ଉଠୁଛନ୍ତି ସେ। କେବେ କେମିତି ପଥଶ୍ରମ ଜନିତ କ୍ଳାନ୍ତିରେ ଅବଶ ହୋଇ ପଡ଼ିଛି ପାଦ ଦୁଇଟି। ତଥାପି ଅଟକି ଯାଇନାହାନ୍ତି ସେ। ଆଗେଇ ଚାଲିଛନ୍ତି ଆଗକୁ ଆଉ ଆଗକୁ, ତାଙ୍କର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ। ଶରୀର ଥକି ପଡ଼ୁଛି, କିନ୍ତୁ କେବେ କେମିତି ପଥଶ୍ରମ ଜନିତ କ୍ଳାନ୍ତିରେ ଅବଶ ହୋଇ ପଡ଼ିଛି ପାଦ ଦୁଇଟି। ତଥାପି ଅଟକି ଯାଇନାହାନ୍ତି ସେ। ମନ କହୁଛି ଆଗେଇ ଚାଲ। ଆଖି ବୁଜିବା ପୂର୍ବରୁ ତୁମକୁ ତୁମର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେବ। ଥକିଗଲେ ଚଳିବନି। ତୁମକୁ ତୁମର ଇସ୍ପିତ ସହ ଭେଟ କରିବାକୁ ହିଁ ପଡ଼ିବ। ନହେଲେ ତମର ମାନବ ଜନ୍ମ ବୃଥା ହୋଇଯିବ। ପାଦର ଗତି ବଢ଼ି ବଢ଼ି ଚାଲିଛି ତାଙ୍କର। ମନ ଭିତରେ ଅଫୁରନ୍ତ ଆବେଗ। କେମିତି ଯାଇ ପହଞ୍ଚିବେ ବଡ଼ଦାଣ୍ଡରେ, କେମିତି ଦେଖିବେ ସେହି କଳା କଳା ଚକାଡୋଳ ଦୁଇଟିକୁ। ଶରଣାଗତ ହୋଇ ଇହଜନ୍ମ ପରଜନ୍ମ ପାପରୁ ମୁକ୍ତି ପାଇବେ। ତାଙ୍କର ଶ୍ରୀଚରଣରେ ଲୀନ ହୋଇଯିବେ। ମା କହିଛନ୍ତି ସେ ସର୍ବଜ୍ଞ, ସର୍ବବ୍ୟାପୀ, ଅଗତିର ଗତି, ସର୍ବତ୍ର ବିଦ୍ୟମାନ। ସେ ହିଁ ମୁକ୍ତିଦାତା, ଅତଃ ସେ ହିଁ ମୁକ୍ତି ଦେବେ। ଏତେ ବଡ଼ ରୋଗରୁ ଉଦ୍ଧାର କରିଛନ୍ତି ଯେତେବେଳେ ଏ ଜୀବନ ହେଲା ତାଙ୍କର, ତାଙ୍କରି ଶ୍ରୀଚରଣରେ ମୁଣ୍ଡ ଲଗାଇ ସମର୍ପଣ କରିବାକୁ ହେବ। ସେହି ସଂକଳ୍ପ ନେଇ ସେ ଛୁଟି ଆସିଥିଲେ ବଡ଼ଦାଣ୍ଡକୁ ଭେଟ କରିବା ଲାଗି ପ୍ରଭୁ ଜଗନ୍ନାଥଙ୍କୁ। ହଁ ବନ୍ଧୁ, ସେ ଆଉ କେହି ନୁହନ୍ତି, ସେ ହେଲେ ଭକ୍ତ ସାଲବେଗ। ଆସନ୍ତୁ ଶୁଣିବା ଓଡ଼ିଶା ରେଡ଼ିଓରେ ସମ୍ପୂର୍ଣ୍ଣ କାହାଣୀଟି, ଯାହାକି ଏକ ଭକ୍ତ ଓ ଭଗବାନଙ୍କର ମିଳନ। କି ଦୁର୍ଭାଗ୍ୟ! ସେ ଶ୍ରୀମନ୍ଦିର ତ ଦୂରର କଥା, ବଡ଼ଦାଣ୍ଡରେ ଅରୁଣ ସ୍ତମ୍ଭ ପାଖରେ ଛିଡ଼ା ହୋଇ ସୁଦ୍ଧା ପତିତପାବନଙ୍କୁ ଦର୍ଶନ କରିପାରିଲେନି। କାରଣ ସେ ଥିଲେ ଜଣେ ଅଣହିନ୍ଦୁ, ଜଣେ ମୁସଲିମ। ତାଙ୍କର ପିତା ଥିଲେ ମୋଗଲ ସୁବେଦାର ଜାହାଙ୍ଗୀର ଖାଁ ଓରଫ ଲାଲବେଗ। ସେ ତାଙ୍କର ଯୁଦ୍ଧଯାତ୍ରା କାଳରେ ଜଣେ ସୁନ୍ଦରୀ ବିଧବା ବ୍ରାହ୍ମଣୀଙ୍କୁ ବଳପୂର୍ବକ ଅପହରଣ କରି ବିବାହ କରିଥିଲେ। ସେହି ମୋଗଲ ପିତା ଏବଂ ହିନ୍ଦୁ ବ୍ରାହ୍ମଣୀ ମାତାଙ୍କର ଔରସରୁ ଜନ୍ମ ନେଇଥିଲେ ସେ। ପିତୃଦତ୍ତ ନାମ ଥିଲା ସାଲବେଗ। ସାଲବେଗ ନିଜର ହିନ୍ଦୁ ମାତାଙ୍କ ଦ୍ୱାରା ପାଳିତ ହୋଇଥିଲେ ସେହି ମୁସଲିମ ପରିବାରରେ। ବଡ଼ ହେବା ପରେ ମୋଗଲ ପ୍ରଥା ଅନୁସାରେ ମୋଗଲ ସୈନିକର ସନ୍ତାନ ମୋଗଲ ସେନାବାହିନୀରେ ଯୋଗ ଦେବାକୁ ବାଧ୍ୟ। ତେଣୁ ସେ ବାଧ୍ୟତାମୂଳକ ଭାବରେ ଯୋଗ ଦେଇଥିଲେ ସୈନ୍ୟ ଶିବିରରେ ଓ ଶିକ୍ଷା କରିଥିଲେ ବିଭିନ୍ନ ରଣକୌଶଳ। କିନ୍ତୁ ହିନ୍ଦୁ ମାଙ୍କ ଦ୍ୱାରା ପାଳିତ ପୋଷିତ ହୋଇ ପିଲାଟି ଦିନରୁ ସେ ହିନ୍ଦୁ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ। ଥରେ ଏକ ଯୁଦ୍ଧ କରିବା ସମୟରେ ସେ ଗଭୀର ଭାବରେ ଆହତ ହୋଇ ଜୀବନର ଆଶା ଛାଡ଼ି ଦେଇଥିଲେ। କିନ୍ତୁ ସେତେବେଳେ ତାଙ୍କୁ ତାଙ୍କର ମା ତାଙ୍କୁ ଶ୍ରୀକୃଷ୍ଣଙ୍କ ନାମ ନେଇ ତାଙ୍କ ଆଶ୍ରିତ ହେବାକୁ କହିଥିଲେ। ଏହା କଲା ପରେ ଅତି ଅଲୌକିକ ଭାବରେ 12 ଦିନ ପରେ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିଲେ। ଏହା ତାଙ୍କର ମନରେ ଶ୍ରୀକୃଷ୍ଣଙ୍କ ପ୍ରତି ଏତେ ଭକ୍ତିଭାବ ଆଣିଦେଲା ଯେ ସେ ସାଂସାରିକ ମୋହମାୟା ସବୁ ତ୍ୟାଗ କରି ଶ୍ରୀକୃଷ୍ଣ ତଥା ହିନ୍ଦୁ ଧର୍ମ ଉପରେ ଅଧିକ ଜ୍ଞାନ ଆହରଣ କରିବାକୁ ଲାଗିଲେ। ତାଙ୍କର ମାଙ୍କର କହିବା ଅନୁସାରେ ପୁରୀ ଧାମର ଅଧିଷ୍ଠାତା ହିଁ ସ୍ୱୟଂ ଶ୍ରୀକୃଷ୍ଣଙ୍କର ଅବତାରୀ। ତେଣୁ ସେ ଆସିଲେ ନୀଳାଚଳ ଧାମ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି। କିନ୍ତୁ ଜାତିରେ ମୁସଲମାନ ହୋଇଥିବାରୁ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନିଷେଧ ଥିଲା। ଏଥିରେ ନିରାଶ ନ ହୋଇ ଭଗ୍ନ ହୃଦୟ ନେଇ ସେ ବୃନ୍ଦାବନକୁ ଯାଇ ସେଠାରେ ସାଧୁ ସଙ୍ଗତରେ ରହି ସଦାସର୍ବଦା ଶ୍ରୀକୃଷ୍ଣଙ୍କର ଭଜନ ଶୁଣିଲେ ଓ ନିଜେ ମଧ୍ୟ ବହୁ ଶାସ୍ତ୍ର ଅଧ୍ୟୟନ କରିବା ସହ ଭଜନ କୀର୍ତ୍ତନରେ କରି ଦିନ କାଟି ଚାଲିଲେ। ବୃନ୍ଦାବନ ବିହାରୀଙ୍କ ନିକଟରେ ରହୁଥାନ୍ତି, କିନ୍ତୁ ଜଗନ୍ନାଥଙ୍କ ମୋହ ତାଙ୍କୁ ସଦାସର୍ବଦା ଟାଣୁଥାଏ ତାଙ୍କ ପାଖକୁ। ପ୍ରାୟ 1 ବର୍ଷ ବୃନ୍ଦାବନରେ ରହିବା ପରେ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ସମୟ ଆସିଗଲା। ସାଲବେଗ ଶୁଣିଥିଲେ ରଥଯାତ୍ରାରେ ଶ୍ରୀଜଗନ୍ନାଥ ତାଙ୍କର ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଓହ୍ଲାଇ ଆସନ୍ତି ବଡ଼ଦାଣ୍ଡକୁ। ରଥରେ ବସି ନବଦିନାତ୍ମକ ଯାତ୍ରା କରିବା ଲାଗି ତାଙ୍କ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିରକୁ। ସେହିଦିନ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଦର୍ଶନ କରିପାରନ୍ତି ସେ କାଳିଆ ଠାକୁରକୁ ରଥ ଉପରେ। ବର୍ଷକ ଭିତରେ ସେହି ଗୋଟିଏ ଦିନ ପ୍ରଭୁ ଆଉ ସମସ୍ତ ଭକ୍ତଙ୍କର ମିଳନ ହୋଇଥାଏ ସେ ବଡ଼ଦାଣ୍ଡରେ। ରଥରେ ବସି ଚତୁର୍ଦ୍ଧାମୂରତି ଆସନ୍ତି। ସବୁ ଜାତି, ସବୁ ଧର୍ମ ତଥା ସବୁ ବର୍ଣ୍ଣର ଲୋକ ତାଙ୍କୁ ଦେଖନ୍ତି ବଡ଼ଦାଣ୍ଡରେ। ରଥ ଦୌଡ଼ି ଧରି ଟାଣିବାର ସୁଯୋଗ ମଧ୍ୟ ପାଆନ୍ତି। କାଳିଆ ସେ ସମୟରେ ହୋଇଯାନ୍ତି ପତିତ ପାବନ। ତାଙ୍କର ବିଶାଳ ଭୁଜରେ କୋଳେଇ ନେଇ ଭକ୍ତମାନଙ୍କର ଜନ୍ମ ଜନ୍ମାନ୍ତର ପାପର ନାଶନ କରି ସେମାନଙ୍କୁ ମୋକ୍ଷ ଦିଅନ୍ତି। ରଥରୂଢ଼ ବାମନଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏ ନାହିଁ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି।
ସାଲବେଗ ଯେକୌଣସି ମତେ ରଥଯାତ୍ରା ସମୟରେ ପୁରୀରେ ପହଞ୍ଚିବାର ଦୃଢ଼ ସଂକଳ୍ପ ନେଇ ବାହାରିଲେ ବୃନ୍ଦାବନରୁ। ସେ ସମୟରେ ଯାତାୟାତରେ ଏତେ ସୁବିଧା ନଥିଲା। ଦୀର୍ଘ ପଥ ପଦବ୍ରଜରେ ଆସିବା ଛଡ଼ା ଅନ୍ୟ ପନ୍ଥା ନାହିଁ। ଅନେକ କଷ୍ଟ ସହି ଖରା ବର୍ଷା ଭୋକ ଉପାସରେ ଚାଲି ଚାଲି ଆସିବା ଭିତରେ ଅଧା ବାଟରେ ଅସୁସ୍ଥ ହୋଇପଡ଼ିଲେ। ଦେହରେ ଭର୍ତ୍ତି ହୋଇଗଲା ପ୍ରବଳ ଜ୍ୱର। ଖଣ୍ଡିଆ ଖାବରା ହୋଇ ପାଦ ଦୁଇଟା ଆଉ ଆଗକୁ ଆଗେଇ ପାରୁନଥିଲା। ଅବଶ ହୋଇ ପଡ଼ି ରହିଲା ବେଳେ ରଥରେ କାଳିଆ ଥିବା ସମୟରେ ଦେଖିପାରିବାର ସୁଯୋଗ ହରାଇବାର ଆଶଙ୍କାରେ ଜର୍ଜରିତ ହୋଇ ଅତି ଆକୁଳ ସ୍ୱରରେ ନିବେଦନ କଲେ କାଳିଆ ଠାକୁରଙ୍କୁ। ଆଉ ତାଙ୍କର ମନରୁ ବାହାରୁଥିଲା ସେହି ସୁନ୍ଦର ଭଜନଟି। ଜଗବନ୍ଧୁ ହେ ଜଗବନ୍ଧୁ ହେ ଗୋସାଇ, ଜଗବନ୍ଧୁ ହେ ଗୋସାଇ, ତୁମ୍ଭ ଶ୍ରୀ ଚରଣ ବିନୁ ଅନଗତି ନାହିଁ, ତୁମ୍ଭ ଶ୍ରୀ ଚରଣ ବିନୁ ଅନଗତି ନାହିଁ, ଜଗବନ୍ଧୁ ହେ ଗୋସାଇ, ଜଗବନ୍ଧୁ ହେ ଗୋସାଇ। କାନ୍ଦି କାନ୍ଦି ବିକଳ ହୋଇ ବାରମ୍ବାର ପ୍ରାର୍ଥନା କରୁଥାନ୍ତି ସେ କାଳିଆ ଠାକୁରଙ୍କୁ। ଗୁଣ୍ଡିଚା ଯାତ୍ରାରେ ଯଦି ସେ ବଡ଼ଦାଣ୍ଡରେ ପହଞ୍ଚି ନ ପାରିବେ ତେବେ ବାହୁଡ଼ା ଯାତ୍ରା ହେଲେ ମଧ୍ୟ କାଳିଆ ଟିକେ ଅପେକ୍ଷା କରିବେ ତାଙ୍କର ଆସିବା ଯାଏ। ତାଙ୍କୁ ନ ଦେଖିଲେ ଜୀବନ ହାରିଦେବେ ସିଏ। କାରଣ ରଥରେ କାଳିଆଙ୍କୁ ଦେଖି ନ ପାରିଲେ ଆଉ ଏ ସୁଯୋଗ ତାଙ୍କୁ ମିଳିବ ନାହିଁ। ରଥଯାତ୍ରା ହେବ ଆହୁରି ବର୍ଷକ ପରେ। କିଏ ଜାଣେ ସେ ପର୍ଯ୍ୟନ୍ତ ସେ ବଞ୍ଚିବେ କି ନାହିଁ। ବାରମ୍ବାର ଡାକି ଚାଲିଥାନ୍ତି, ହେ ଭକ୍ତ ବତ୍ସଳ ପ୍ରଭୁ, ହେ ଆର୍ତ୍ତତ୍ରାଣ, ମୋର ଗୁହାରି ଶୁଣ ମହିମ। ଏହି ଜୀବନ କାଳରେ ମୋତେ ଟିକିଏ ରଥରେ ତୁମର ଦର୍ଶନ କରିବାର ସୌଭାଗ୍ୟ ଦିଅ। ହେ ପତିତ ପାବନ, ମୋର ଏହି ଜନ୍ମକୁ ସାର୍ଥକ କର। ଧାର ଧାର ହୋଇ ଲୁହ ଧାର ଗଡ଼ି ଯାଉଥିଲା ତାଙ୍କ ଆଖିରୁ। ଭାବ ବିନୋଦିଆ ଠାକୁର ଭକ୍ତର ଗୁହାରି ଶୁଣିଲେ। ସତକୁ ସତ ସାଲବେଗଙ୍କର ଡାକ ଶୁଣି ବାହୁଡ଼ା ଦିନ କାଳିଆଙ୍କ ରଥ ନନ୍ଦିଘୋଷ ଅଧା ବାଟରେ ଅଟକିଗଲା। ବଡ଼ଦାଣ୍ଡରେ ସେବକ ଓ ଅନ୍ୟ ଭକ୍ତମାନଙ୍କର ଶତ ଚେଷ୍ଟା ସତ୍ତ୍ୱେ ମଧ୍ୟ ରଥ କୌଣସି ପ୍ରକାରେ ଆଗକୁ ଗଲା ନାହିଁ। ପଣ୍ଡା ସେବକ ଦଇତାପତିଙ୍କର ଭାଳେନି ପଡ଼ିଗଲା। ହଟିଆ ଠାକୁର ହଟ କରିଛନ୍ତି। କିନ୍ତୁ କାହିଁକି? କ'ଣ ଅସୁବିଧା ହୋଇଛି? ମହାରାଜାଙ୍କ କାନ ଯାଏଁ କଥା ଗଲା। ଗଜପତି ନିଜେ ଆସିଲେ, ନେଉଛାଳି ହେଲେ ଠାକୁର। ପ୍ରଭୁ, ନେହୁରା ହେଉଛି, ଦୋଷ କ୍ଷମା କର, ହଟ ଛାଡ଼ନ୍ତୁ, ରଥ ଗଡ଼ୁ, ଜଗତରେ ସମସ୍ତ ଭକ୍ତଙ୍କର ମଙ୍ଗଳ ହେଉ। ତଥାପି ହଲିଲାନି ନନ୍ଦିଘୋଷ ରଥ। କେହି ଜଣେ କହିଲେ, ଜଣେ ଯବନ ଭକ୍ତଙ୍କୁ କାନ୍ଦି କାନ୍ଦି ବାଟରେ ପ୍ରଭୁଙ୍କୁ ଆକୁଳରେ ଡାକୁଥିବାର, ଗୁହାରି କରୁଥିବାର ଦେଖି ଆସିଲେ। ସିଏ ଏହି ହଟର କାରଣ ନୁହନ୍ତି ତ? ସମସ୍ତେ ଆବା କାବା ହୋଇ ଚାହିଁ ରହିଲେ। କିଏ ସେ ଭକ୍ତ ଯାହା ଲାଗି ପ୍ରଭୁ ନିଜେ ଅପେକ୍ଷା କରିଛନ୍ତି? ଅନେକ ସମୟ ପରେ ସାଲବେଗ ଆସି ବଡ଼ଦାଣ୍ଡରେ ପହଞ୍ଚିଲେ। ଯେତେବେଳେ ନନ୍ଦିଘୋଷ ରଥ ସମ୍ମୁଖରେ ପହଞ୍ଚି ଅତ୍ୟନ୍ତ ବିଭୋର ହୋଇ ଜଗନ୍ନାଥଙ୍କୁ ବଡ଼ଦାଣ୍ଡର ଧୂଳିରେ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ଜଣାଣ ଗାଇଲେ। ରଥ ଅଲୌକିକ ଭାବରେ ଗତିଶୀଳ ହେବାକୁ ଆରମ୍ଭ କଲା। ଯେଉଁ ସ୍ଥାନରେ ସାଲବେଗ ପ୍ରଥମେ ଜଗନ୍ନାଥଙ୍କ ରଥ ଉପରେ ଦର୍ଶନ କଲେ, ସେହି ସ୍ଥାନ ଶ୍ରୀକ୍ଷେତ୍ରର ବଡ଼ଗଣ୍ଡିଠାରେ ଅବସ୍ଥିତ। ପରବର୍ତ୍ତୀ କାଳରେ ସାଲବେଗ ତାଙ୍କର ଅନେକ ଭଜନ ଜଣାଣ ସେଠାରେ ରଚନା କରିଥିଲେ। ସେହି ସ୍ଥଳ ପରିଗଣିତ ହେଲା ଅତି ଏକ ପବିତ୍ର ସ୍ଥାନ ଭାବରେ। ଭକ୍ତ ସାଲବେଗ ଏହାପରେ ପୁରୀରେ ସ୍ଥାୟୀ ଭାବରେ ରହିଗଲେ ଓ ତାଙ୍କର ଦେହାନ୍ତ ପରେ ସେହି ସ୍ଥାନରେ ତାଙ୍କୁ କବର ଦିଆଯାଇ ଏକ ସ୍ମୃତିସୌଧ ନିର୍ମିତ ହେଲା। ପ୍ରତିବର୍ଷ ରଥଯାତ୍ରା ସମୟରେ ରଥ ସେହି ବାଟ ଦେଇ ଗଲାବେଳେ ରଥକୁ କିଛି ସମୟ ପାଇଁ ଅଟକାଇ ଦିଆଯାଏ ସେହି ସ୍ଥାନରେ। ସେ ମହାନ ଭକ୍ତଙ୍କର ସମ୍ମାନରେ। ଯବନ ଅର୍ଥାତ୍ ମୁସଲମାନ ହୋଇଥିବାରୁ ସାଲବେଗ ତାଙ୍କ ଜୀବଦଶାରେ କେବେ ଜଗନ୍ନାଥ ମନ୍ଦିର ଭିତରକୁ ଯାଇନଥିଲେ।
ମନ୍ଦିର ଭିତରକୁ କେବେ ନ ଯାଇ ମଧ୍ୟ ସେ ତାଙ୍କର ରଚନାରେ ମନ୍ଦିର ଭିତରେ ଥିବା ସବୁ କିଛିର ଏପରି ନିଖୁଣ ବର୍ଣ୍ଣନା କରିଥାନ୍ତି ଯେମିତି କାଳିଆ ଠାକୁର ତାଙ୍କୁ ମନ୍ଦିର ଭିତରେ ରତ୍ନ ସିଂହାସନରେ ସବୁ ଦେଖାଇଛନ୍ତି, ଦିବ୍ୟ ଦୃଷ୍ଟି ପ୍ରଦାନ କରିଛନ୍ତି। ତାଙ୍କରି ଲେଖା ଭଜନ ଓ ଜଣାଣ ସବୁଦିନ ପାଇଁ ଜଗନ୍ନାଥ ସଂସ୍କୃତିର ଅଭିନ୍ନ ଅଂଶ ହୋଇ ରହିଥିବ କାଳ କାଳକୁ। ସାଲବେଗଙ୍କର ଏହି କାହାଣୀ କହେ ଯେ ଭକ୍ତର ଭାବରେ ବନ୍ଧା ଭଗବାନ ଓହ୍ଲାଇ ଆସିଥିଲେ ଭକ୍ତର ମନୋବାଂଛା ପୂର୍ଣ୍ଣ କରିବା ଲାଗି। ଏମିତିକା ସେ ଭାବର ଠାକୁର ଭକ୍ତ ବତ୍ସଳ ପ୍ରଭୁ ଜଗନ୍ନାଥ। ଆଶା କରେ ଏ କାହାଣୀଟି ସମ୍ପୂର୍ଣ୍ଣ ଭାବରେ ଆପଣଙ୍କର ହୃଦୟକୁ ଛୁଇଁଥିବ। ଯଦି ଭାବୁଛନ୍ତି ଯେ ଆପଣଙ୍କୁ ଏ କାହାଣୀ ଭଲ ଲାଗିଛି, ନିଶ୍ଚିନ୍ତ ଭାବରେ କମେଣ୍ଟ ଆଉ ସେୟାର କରନ୍ତୁ, ଫଲୋ କରନ୍ତୁ ଏହି ଓଡ଼ିଶା ରେଡ଼ିଓ ଚ୍ୟାନେଲକୁ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ୍ଭବ।